କବିର ଭାବଭୂମିରେ କବିତା। ବର୍ତ୍ତମାନ ସମୟର ଅନ୍ୟତମ ପରିଚିତ ସ୍ୱର ଓ ସ୍ୱାକ୍ଷର କବି ଦେବେନ୍ଦ୍ରଲାଲ। ସେ ଯେମିତି ସମ୍ବେଦନଶୀଳ ଜୀବନକୁ ନେଇ, ସେମିତି ଭାବମଞ୍ଜୁଳ କବିତାର ଶବ୍ଦରେ ଶବ୍ଦରେ ବି। ଯେ କବିତା ଲେଖନ୍ତି କମ୍, ମାତ୍ର କବିତାଙ୍କୁ ବଞ୍ଚନ୍ତି ଅଧିକ। ଦେବେନ୍ଦ୍ରଲାଲ କ'ଣ କହନ୍ତି କବିର ଭାବଭୂମିରେ କବିତାକୁ ନେଇ? କବିତାକୁ ନେଇ ଅନେକ କିଛି କୁହାଯାଇପାରେ, ଲେଖାଯାଇପାରେ ଓ ବୁଝାଯାଇ ବି ପାରେ। କବିତା ସାହିତ୍ୟର ଏକ ଅଦ୍ଭୁତ ମାଧ୍ୟମ ଅଟେ, ଯାହା କବି ଓ ପାଠକ ଉଭୟଙ୍କୁ ଅର୍ଥ, ଧ୍ୱନି ଓ ଭାବ ମାଧ୍ୟମରେ ଏକ ରହସ୍ୟ ମଧୁର ବିଚିତ୍ର ସଂସାରର ଅନୁଭବ ଦେଇଥାଏ। ମୁଁ କବିତାକୁ ଯେତିକି ଯେତିକି ବୁଝି ବୁଝି ଚାଲିଛି, ସେତିକି ସେତିକି ଅବୁଝା ରହିଯାଉଛି କବିତା ମୋ ଭିତରେ। ସତରେ କିଏ କ'ଣ କେବେ କବିତାର ଗଭୀରତାକୁ ମାପିପାରିଛି? ଏହା ହିଁ ପ୍ରକୃତ କବିତା, ଏହା ହିଁ ଶ୍ରେଷ୍ଠ, ଏହା ହିଁ ଚରମ ଓ ଏହା ହିଁ ସତ୍ୟ। ନା କବିତା ଏମିତି କହିବା ଉଚିତ, ସେମିତି ଲେଖିବା ଅନୁଚିତ, ନା ଏହା ହିଁ କବିତାର ପ୍ରକୃତ ଓ ମଧୁର ରଚନା ଶୈଳୀ, ଏମିତି ହିଁ ଲେଖିବା ଠିକ୍ ଅଟେ। ମୋର ଜାଣିବାରେ ପୃଥିବୀରେ ଏମିତି କେହି ବି ନଥିବେ ଯିଏ କହିବ ମୁଁ ମୋ ଜୀବନର ଶ୍ରେଷ୍ଠ କବିତାକୁ ଲେଖିଦେଇପାରିଛି, କିମ୍ବା ୟାଠାରୁ ସୁନ୍ଦର କବିତା ଆଉ ଲେଖାଯାଇ ପାରିବନି। କବିତା କେବେ ନଈ ଭଳି ବହିଯାଏ, ତ କେବେ ଆକାଶ ଭଳି ବିସ୍ତାରିଯାଏ। କେବେ ଲୁହାଠାରୁ ଟାଣ ମନେ ହୁଏ, ତ କେବେ ପବନ ଠାରୁ ବି ଆହୁରି ହାଲୁକା। କେବେ ଲୁହ ଝରେଇ ଦିଏ ଆଖିରୁ, ତ କେବେ ହସ ଖେଳେଇ ଦିଏ ଓଠରେ। କେବେ ଚିନ୍ତା କରିବାକୁ ବାଧ୍ୟ କରାଏ, ତ କେବେ ମନ ଆତ୍ମାକୁ ଦେଇଥାଏ ଶାନ୍ତି। ବେଳେବେଳେ ଲାଗେ କବିତା ତ କୁହୁକ, କେଜାଣି କେଉଁ ଯାଦୁ ଅଛି ଯେ। ଜଣେ କବି କହିଛନ୍ତି, ମସ୍ତିଷ୍କର କୌଣସି ବିଶେଷ ଅସୁସ୍ଥତା ବିନା କେହି କେବେ କବି ହୋଇପାରେ ନା, କିମ୍ବା କବିତାର ଆନନ୍ଦ ନେଇପାରେ ନା। କବିମାନେ ପ୍ରାୟତଃ କୋମଳ ମନର ଅଧିକାରୀ ହେଇଥାନ୍ତି। ଜୀବ ପ୍ରତି ଦୟା ଓ ପ୍ରେମ ତାଙ୍କର ମୂଳ ସ୍ୱଭାବ ହୋଇଥାଏ। ଯେଉଁ ମଣିଷ ଭିତରେ ଦୟାଭାବ ନାହିଁ, ସେ ବା କବି ହେବ କେମିତି? ପୁଣି କବିତା ଆଉ କ'ଣ ସବୁ କହେ କି, କ'ଣ ସବୁ କରେ କି? କବିତାର କି ଧର୍ମ, କି ଜାତି? ଏକା ପ୍ରେମ ତ। ପ୍ରେମକୁ ବାଦ ଦେଇ କବିତାରେ ଆଉ କିଛି ଥାଏ କି? କବିତା ହେଉଛି ପ୍ରେମର ଏକ ସରଳ ଭାଷା, ଏକ ସରଳ ମାଧ୍ୟମ, ପୁଣି ଏକ ପ୍ରାର୍ଥନା ମଣିଷର। ହେଲେ ସେ ପ୍ରାର୍ଥନା ପୁଣି କାହାକୁ ଯେ? ଈଶ୍ୱରଙ୍କୁ, ନା ପ୍ରକୃତିକୁ, ନା ପବନକୁ, ନା ଆକାଶକୁ, ନା ସାଗରକୁ? କାହାକୁ ପ୍ରାର୍ଥନା କରିଥାଏ କବିତା? ମଣିଷକୁ। ହଁ, ମଣିଷକୁ। ଏହି ସୁନ୍ଦର ସୃଷ୍ଟିକୁ ଆହୁରି ସୁନ୍ଦର କରି ଗଢ଼ି ତୋଳି ଦେବା ପାଇଁ, ଆହୁରି ପ୍ରେମ ପ୍ରସାରି ଦେବା ପାଇଁ, ନୁହେଁ କି?